ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟର 3 ପଦରେ ଆମେ ଏହିପରି ପାଠ କରୁ। ଯିଶାୟ ଭାବବାଦୀଙ୍କ ଦ୍ୱାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲା, ଇଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ପ୍ରାନ୍ତର ମନୁଷ୍ୟର ହୃଦୟର ଅବସ୍ଥାକୁ ଦର୍ଶାଏ, ଯାହା ଅହଙ୍କାରୀ, ଅଭିମାନୀ ଓ କଠୋର ଅଟେ। ଏହା ଦୁଷ୍ଟତା, ଛଳ, କପଟ, ଈର୍ଷା, ପରନିନ୍ଦା, ଲୋଭ, ଆଳସ୍ୟରେ ପରିପୂର୍ଣ୍ଣ ଅଟେ। ଈଶ୍ୱର ଆପଣା ବାକ୍ୟ ବାଇବଲ ଦ୍ୱାରା ମନୁଷ୍ୟକୁ ସଠିକ ରାସ୍ତାକୁ ଆଣିବା ନିମନ୍ତେ ଆଜ୍ଞା କରନ୍ତି, କାରଣ କେହି ଯେ ବିନଷ୍ଟ ହୁଅନ୍ତି ଏହା ସେ ଇଚ୍ଛା କରନ୍ତି ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଦେହବନ୍ତ ହୋଇ ମନୁଷ୍ୟ ଜାତିର ପାପର ବୋଝ ବହନ କରି ଆପେ କ୍ରୁଶରେ ବଳି ହେଲେ, ପୁଣି ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ। ମନୁଷ୍ୟର ପରିତ୍ରାଣର କାର୍ଯ୍ୟ ଈଶ୍ୱର ସମ୍ପୂର୍ଣ୍ଣ କଲେ। ବର୍ତ୍ତମାନ ମନ ପରିବର୍ତ୍ତନ କରିବା ନିମନ୍ତେ ସେ ଆଜ୍ଞା ଦିଅନ୍ତି। ମନ ପରିବର୍ତ୍ତନ କରିବାର ଅର୍ଥ ନିଜ ହୃଦୟର ଅବସ୍ଥା ଅଥବା ଦୁର୍ଦ୍ଦଶାକୁ ଗ୍ରହଣ କରି ମାନି ନେବା। ପୁଣି ଯେଉଁ ପ୍ରଭୁ ଯୀଶୁ ହୃଦୟ ରୂପୀ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛନ୍ତି, ତାହାଙ୍କୁ ଗ୍ରହଣ କରିବା, ନିଜର ମନକୁ ପ୍ରସ୍ତୁତ କରିବା, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ନିଜ ଜୀବନ ତାହାଙ୍କଠାରେ ସମର୍ପଣ କରିବା। ଆଜି ଆପଣଙ୍କ ନିମନ୍ତେ ମଧ୍ୟ ଈଶ୍ୱରଙ୍କର ବାକ୍ୟରୁ ଏହି ଆଜ୍ଞା ନିର୍ଗତ ହୁଏ, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।